ମୋ ସ୍ୱାମୀ ମୋତେ ଛାଡ଼ପତ୍ର ଦେଇଥିଲେ କାରଣ ମୁଁ କେବେ ମା' ହେଇପାରିବିନି ଏବଂ ପରେ ପୁନର୍ବାର ବିବାହ କଲେ। ଗୋଟିଏ ବର୍ଷ ପରେ ତାଙ୍କର ପୁଅ ତାଙ୍କ ଘରେ ଜନ୍ମ ହେଲା ଏବଂ ସେ ମୋତେ ତ ପୁଅର ପ୍ରଥମ ଜନ୍ମଦିନରେ ଡାକିଲେ, ଯାହାଦ୍ୱାରା ମୁଁ ସେସବୁ ଦେଖି ମନ ଦୁଃଖ କରିବି। ମୁଁ ତାଙ୍କ ଯୋଜନାକୁ ବହୁତ ଭଲ ଭାବରେ ଜାଣିଥିଲି। ତେଣୁ ପାର୍ଟି ଯିବାବେଳେ ମୋ ସହିତ ସାଙ୍ଗରେ ମୋର ଗୋଟେ ଖାମ୍ ନେଇକି ଯାଇଥିଲି। ଯେତେବେଳେ ମୁଁ ପାର୍ଟିରେ ପହଞ୍ଚିଲି ସେ ମୋତେ ଦେଖି ମୋ ପାଖକୁ ଆସିଲେ ଆଉ କହିଲେ, ଦେଖ, ତୁମକୁ ଛାଡ଼ପତ୍ର ଦେବା ମୋର ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ଥିଲା। ଆଜି ମୁଁ ଏକ ଛୁଆର ବାପା ହେଇପାରିଛି। ସେ ମୋ ହାତରୁ ସେହି ଚିଠିଟି ନେଲେ। ମୁଁ ଏହାକୁ ଭଲ ଭାବରେ ଦେଖିବା ପାଇଁ କହିଲି। ସେ ସେହି ଚିଠି ଦେଖିବା ମାତ୍ରେ ଅନୁଭବ କଲେ ଯେ ଯେପରି ଆକାଶ ତାଙ୍କ ଉପରେ ଛିଣ୍ଡି ପଡ଼ିଛି। ମୋ ନାମ ସାକ୍ଷୀ। ଆଜି ମୋ ନଣନ୍ଦଙ୍କ ପୁଅର ଜନ୍ମଦିନ। ଜନ୍ମଦିନ ଅବସରରେ ଘରେ ଏକ ପୂଜା ଆୟୋଜନ କରାଯାଇଥିଲା ଏବଂ ମୁଁ ପୂଜା ପାଇଁ ଆଣିଥିବା ଜିନିଷକୁ ଛୁଇଁ ଦେଇଥିଲି। ମୋ ଶାଶୁ ଏହା ଦେଖି ମୋତେ ପାଟି କରିବାକୁ ଲାଗିଲେ, ତୁ କାହିଁକି ସେ ଜିନିଷକୁ ଛୁଇଁଲୁ? ତୁ ଏତେ ଛୋଟ କଥା ବୁଝିପାରୁନୁ ଯେ ତୋ ଭଳିଆ ବାଞ୍ଝ ପୂଜା ଜିନିଷକୁ ଛୁଇଁଲେ ତାହା ପୂଜା ପାଇଁ ଯୋଗ୍ୟ ନୁହେଁ। ଏହା ଶୁଣି ମୋ ଆଖିରୁ ଲୁହ ଝରିବାକୁ ଲାଗିଲା। ସେ ମୋତେ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ ଆଉ କହିଲେ ଯେ ଭବିଷ୍ୟତରେ ତୋଠାରୁ ମୋର ଏପରି ଆଶା ନାହିଁ। ବୋଧହୁଏ ତୁ ଆଉ ମା' ହେଇପାରିବୁ ନାହିଁ। ସ୍ୱାମୀ ମୋତେ ବହୁତ ଭଲ ପାଉଥିଲେ। ଆମ ଦୁଇ ଜଣଙ୍କର ପ୍ରେମ ବିବାହ ଥିଲା। ଯାହା ହେଉ ଆମର, ମୁଁ ଭାବିଲି ସେ ମୋ ତରଫରୁ କିଛି କହିବେ, କିନ୍ତୁ ସେ ମୋତେ ବିପରୀତ କଥା କହିବା ଆରମ୍ଭ କଲେ ଏବଂ ମୋ ପାଇଁ କିଛି କହିଲେନି। ତାଙ୍କର ଏତେ କଠୋର କଥା ଶୁଣି ମୋ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲି। କାରଣ କୌଣସି ବି ନାରୀ ଶାଶୁଙ୍କ ଅପମାନ ସହିପାରନ୍ତି, କିନ୍ତୁ ଯଦି ତାଙ୍କର ନିଜ ସ୍ୱାମୀ ଏପରି କରନ୍ତି ଯାହାକୁ ସେ ସବୁ କିଛି ବୋଲି ଭାବିଛନ୍ତି, ତେବେ ସେ କାହାକୁ କହିବେ? ମୁଁ କାନ୍ଦିବାକୁ ଲାଗିଲି ଏବଂ ରୋଷେଇ ଘରେ କାମ କରିବା ଆରମ୍ଭ କଲି। ଝିଅଙ୍କର ପୁଅ ହେଇଥିବାରୁ ଘର ପୂଜା ଜିନିଷକୁ ସଠିକ୍ ଭାବରେ ଛୁଇଁ ପାରିଲି ନାହିଁ, କିନ୍ତୁ ବୋହୂ ହେଇଥିବାରୁ ସମସ୍ତ ଘର କାମର ଦାୟିତ୍ୱ ମୋ ଉପରେ ଥିଲା। ମୁଁ ଭାବିବାକୁ ଲାଗିଲି ଯେ ଯଦି ମୁଁ ମା' ହେଇପାରିବି ନାହିଁ ତେବେ ମୋର ଦୋଷ କ'ଣ? ଜଣେ ମା' ହେବା କିମ୍ବା ନ ହେବା ନାରୀଙ୍କ ହାତରେ ନଥାଏ। ଏହାପରେ ମୁଁ ସେଜରେ ଶୋଇ ମୋ ଅତୀତକୁ ଫେରିଗଲି। ଅଫିସରେ ପ୍ରଥମ ଥର ପାଇଁ ସୁୟାସ ଏବଂ ମୁଁ କିପରି ଭେଟିଲୁ। ମୁଁ ଅଫିସରେ ଯୋଗ ଦେବା ପରେ ଆଉ କିଛି ଦିନ ବିତିଗଲା। ଦିନେ ମୁଁ ଅଫିସରେ ଏକ ପ୍ରୋଜେକ୍ଟ ଦେଉଥିଲି ଏବଂ ମୋ ବସ୍ ସହିତ ସେଠାରେ ବସିଥିବା ସମସ୍ତେ ମୋର ପ୍ରୋଜେକ୍ଟକୁ ବହୁତ ପ୍ରଶଂସା କରିଥିଲେ। ମୋର ପ୍ରୋଜେକ୍ଟ ଦ୍ୱାରା ସୁୟାସ ମଧ୍ୟ ବହୁତ ପ୍ରଭାବିତ ହୋଇଥିଲେ। ସମାନ ଅଫିସରେ କାମ କରିବା, ଏକାଠି କାମ କରିବା ବେଳେ ଆମେ ଦୁହେଁ ଜାଣିଶୁଣି ପ୍ରେମରେ ପଡ଼ିଗଲୁ। ଯେତେବେଳେ ପରିବାର ଲୋକେ ଜାଣିବାକୁ ପାଇଲେ, ସେମାନେ ଏହି ସମ୍ପର୍କକୁ ହଁ କହିଲେ ଏବଂ ଆମେ ବିବାହ କଲୁ। ମୋ ଶାଶୁ ଏବଂ ଶ୍ୱଶୁରଙ୍କର ବହୁତ ଭଲ ସ୍ୱଭାବ ଥିଲା। ଏତେ ଭଲ ସ୍ୱାମୀ ପାଇ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିଲି। ସୁୟାସ ମୋତେ ପୂର୍ବରୁ କହିଥିଲେ ଯେ ମୁଁ 2-3 ବର୍ଷ ଯାଏ ପିଲା ଚାହୁଁନାହିଁ। ପ୍ରଥମେ ଜୀବନକୁ ଉପଭୋଗ କରିବା ଏବଂ ତାପରେ ପିଲାମାନଙ୍କର ଦାୟିତ୍ୱ ନେବା ଏବଂ ବୋଧହୁଏ ସେଥିପାଇଁ ପରିବାର ସଦସ୍ୟମାନେ ମଧ୍ୟ 2-3 ବର୍ଷ ପର୍ଯ୍ୟନ୍ତ ପିଲା ବିଷୟରେ କିଛି କହିନଥିଲେ। କିନ୍ତୁ ବିବାହର 5 ବର୍ଷ ବିତିଯିବା ମାତ୍ରେ ପରିବାର ସଦସ୍ୟମାନେ ଗାଳି ଗୁଲଜ କରିବାକୁ ଲାଗିଲେ। ମୋ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ମୋତେ ମୋ ପିଠି ପଛରେ ବାଞ୍ଝ ବୋଲି କହିବା ଆରମ୍ଭ କଲେ। ମୁଁ ପ୍ରଥମେ କିଛି ଭାବୁନଥିଲି, ତେଣୁ ସୁୟାସ ମଧ୍ୟ ମୋତେ ପ୍ରଥମେ କିଛି କହିନଥିଲେ, କିନ୍ତୁ ବର୍ତ୍ତମାନ ସେ କହିବା ଆରମ୍ଭ କଲେ। କିନ୍ତୁ ବର୍ତ୍ତମାନ ସେ ମଧ୍ୟ ମୋ ସହ ସଠିକ୍ ଭାବରେ କଥାବାର୍ତ୍ତା କରନ୍ତିନି। ଯଦି ମୁଁ ମୋର ଦୁଃଖକୁ ସୁୟାସକୁ ନ କହିବି, ମୁଁ କାହାକୁ କହିବି ଏବଂ କିଏ ମୋ କଥା ବୁଝିବ? ଆଜି ଆମ ବିବାହର 8 ବର୍ଷ ବିତିଗଲାଣି। ମୁଁ ଭାବିବାକୁ ଲାଗିଲି ଯେ ଆଜି ସୁୟାସ ନିଶ୍ଚିତ ଭାବରେ ତାଙ୍କ ନୀରବତାକୁ ଭାଙ୍ଗି ମୋ ସହିତ କଥା କହିବେ। ତେଣୁ ମୁଁ ତାଙ୍କ ପସନ୍ଦର ଖାଇବା ବନେଇଲି, କିନ୍ତୁ ସେ ଶାନ୍ତ ଭାବରେ ଜଳଖିଆ ଖାଇଲେ ଏବଂ ଗୋଟିଏ ଶବ୍ଦ ନ କହି ଚୁପଚାପ ଅଫିସକୁ ଚାଲିଗଲେ। ସୁୟାସଙ୍କର ଅଫିସ ଯିବା ପରେ ମୁଁ ତାଙ୍କ ଅଫିସକୁ ଫୋନ୍ କରି କହିଲି ଯେ ମୋ ଦେହ ଭଲ ନାହିଁ। ଏହା କହି ଛୁଟି ନେଲି, ଯାହାଫଳରେ ସୁୟାସ ଟିକେ ମୋ କଥା ବୁଝିବେ ଏବଂ ମୋ ଅନୁପସ୍ଥିତିକୁ ଅନୁଭବ କରିପାରିବେ। ତୁମେ କାହିଁକି ଛୁଟି ନେଇଛ ଏବଂ ତୁମେ ଅସୁସ୍ଥ ଅଛ କି ନାହିଁ? ସୁୟାସ ମୋତେ ଥରେ ପଚାରିନାହାନ୍ତି। ରାତ୍ରି ଭୋଜନ ପାଇଁ ମୁଁ ପାଲକ ପନିର ଓ କ୍ଷୀରି ରୋଷେଇ କଲି। ସଜ୍ଜାଗୁଡ଼ିକ ସୁନ୍ଦର ଫୁଲ ଏବଂ ମହମବତୀ ସହିତ ସଜେଇଲି। ସାରା ଘରକୁ ବହୁତ ସୁନ୍ଦର କରି ସଜେଇଲି। ମୁଁ ନିଜେ ବି ବହୁତ ଭଲ ଭାବେ ସଜେଇ ହେଲି। ମୁଁ ଆଜି ନିଶ୍ଚିନ୍ତ ଥିଲି ଯେ ସୁୟାସ ତାଙ୍କର ନୀରବତାକୁ ଭାଙ୍ଗି ମୋ ସହ ଭଲ ଭାବରେ କଥା ହେବେ, କିନ୍ତୁ ଯେତେବେଳେ ସେ ଘରକୁ ଆସିଲେ ସେ ମୋତେ ଦେଖିଲେ ମଧ୍ୟ ନାହିଁ।
ମୁଁ ଭାବିଲି ବୋଧହୁଏ ସେ ଶୋଇବା ଘରକୁ ଯିବେ, କିନ୍ତୁ ସବୁକିଛି ବିପରୀତ ହୋଇଗଲା। ସେ ମୋ ଆଡ଼କୁ ମଧ୍ୟ ଚାହିଁଲେ ନାହିଁ। କିଛି ସମୟ ପାଇଁ ମୁଁ ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ ଏବଂ ମୁଁ ତାଙ୍କୁ କହିଲି, ସୁୟାସ, ଆଜି ଆମର ବିବାହ ବାର୍ଷିକ। ତୁମେ ମଧ୍ୟ ଭୁଲି ଯାଇଛ? ଏହା ଶୁଣି ସେ କହିବାକୁ ଲାଗିଲେ, ଓ, ଯଦିଓ ମୁଁ ଏହି ଦିନକୁ ଭୁଲିଯିବାକୁ ଚାହେଁ, ମୁଁ ଏହାକୁ ଭୁଲି ପାରିବି ନାହିଁ। କାରଣ ଗତକାଲି ମୁଁ ତୁମ ପାଇଁ ମୋର ଇଜ୍ଜତ ହରାଇଛି, କାହିଁକି ନା ତୁମେ ମୋତେ ଛୁଆଟିଏ ଦେଇପାରୁନ। ତାଙ୍କଠାରୁ ଏପରି ଶବ୍ଦ ଶୁଣି ସତେ ଯେପରି ମୋ ଆଖି ଆଗରେ ଅନ୍ଧାର ଖେଳିଗଲା। ମୁଁ କାନ୍ଦିବାକୁ ଲାଗିଲି ଏବଂ ପଚାରିଲି, ଆମେ ପିଲାଟିଏ ଗ୍ରହଣ କରିପାରିବା ନାହିଁ? ସେ କହିଲେ, ମୁଁ ତୁମକୁ କେତେଥର କହିଛି ଏବଂ କେତେଥର ମୁଁ ଏହାକୁ ନେଇ ବିବାଦ କରିଆସିଛି। ମୁଁ ଅନ୍ୟର ପିଲା, ଅନ୍ୟର ରକ୍ତ ଗ୍ରହଣ କରିପାରିବି ନାହିଁ। ମୁଁ ମୋର ନିଜ ସନ୍ତାନ ଚାହୁଁଛି, ଯାହା ତୁମେ ମୋତେ ଏହି ଜନ୍ମରେ ଦେଇପାରିବ ନାହିଁ। ଏବଂ ହଁ, ଆଜି ଆମର ବିବାହ ବାର୍ଷିକୀ, ତେଣୁ ମୁଁ ତୁମ ପାଇଁ ଏକ ବିଶେଷ ଉପହାର ଆଣିଛି। ମୁଁ ଭାବିବାକୁ ଲାଗିଲି, ମୋତେ ଘୃଣା କରୁଥିବା ବ୍ୟକ୍ତି ମୋ ପାଇଁ କେଉଁ ପ୍ରକାରର ଉପହାର ଆଣିଥିବେ। ସୁୟେଶ ମୋତେ ଏକ ଲଫାଫା ଦେଲେ ଏବଂ ମୁଁ ମଧ୍ୟ ବହୁତ ଉତ୍ସାହର ସହିତ ଏହାକୁ ଖୋଲିବା ଆରମ୍ଭ କଲି। ମୁଁ ଭିତରକୁ ଚାହିଁଲି, ଭିତରେ ଛାଡ଼ପତ୍ର କାଗଜ ଥିଲା। ସେହି ପତ୍ର ଦେଖି ମୁଁ ବିଶ୍ୱାସ କରିପାରିଲି ନାହିଁ ଯେ ଯିଏ ମୋତେ ବହୁତ ଭଲ ପାଉଥିଲା, ସେ ମୋତେ ଆଜି ଛାଡ଼ିବାକୁ ଚାହୁଁଛି। ମୁଁ ଜୋରରେ କାନ୍ଦିବାକୁ ଲାଗିଲି, କିନ୍ତୁ ତଥାପି ନିଜକୁ ନିୟନ୍ତ୍ରଣ କରି ମୁଁ ତୁରନ୍ତ ଛାଡ଼ପତ୍ର କାଗଜରେ ଦସ୍ତଖତ କରିଦେଲି। କାରଣ ଯେତେବେଳେ ତାଙ୍କର ମୋ ପ୍ରତି କୌଣସି ପ୍ରେମ ନଥାଏ, ତେବେ ଏପରି ବ୍ୟକ୍ତିଙ୍କ ସହିତ ରହିବାର ଅର୍ଥ କ'ଣ? କିଛି ଦିନ ପରେ ବହୁତ ପରିଶ୍ରମ କରି ମୁଁ ଅନ୍ୟ ଜାଗାକୁ ଟ୍ରାନ୍ସଫର କରିଦେଲି, କାରଣ ତାଙ୍କ ସହିତ କାମ କରିବା ପୁରୁଣା ସ୍ମୃତିକୁ ସତେଜ କରିବା ଭଳି ଥିଲା। 1 ମାସ ମଧ୍ୟରେ ସେ ଦ୍ୱିତୀୟ ଥର ବିବାହ କଲେ ଏବଂ 1 ବର୍ଷ ପରେ ମୁଁ ଜାଣିବାକୁ ପାଇଲି ଯେ ତାଙ୍କର ଏକ ପୁଅ ହୋଇଛି। ସେ ପୁତ୍ରର ଜନ୍ମ ଉତ୍ସବ ପାଳନ କରିବା ପାଇଁ ଏକ ପାର୍ଟିର ଆୟୋଜନ ରଖିଥିଲେ ଏବଂ ମୋତେ ସେହି ପାର୍ଟିକୁ ନିମନ୍ତ୍ରଣ ମଧ୍ୟ କରିଥିଲେ, ଯେପରି ସେ ମୋତେ ଅପମାନିତ କରିପାରିବେ। ମୁଁ ମଧ୍ୟ ସେହି ପାର୍ଟିକୁ ଯାଇଥିଲି। ସେ ମୋତେ ଦେଖିବା ମାତ୍ରେ ମୋ ପାଖକୁ ଆସି କହିଲେ, ତୁମକୁ ଯେ ଛାଡ଼ପତ୍ର ଦେବାର ନିଷ୍ପତ୍ତିଟା କେତେ ଯେ ଠିକ୍, ମୁଁ ଏବେ ବାପା ହୋଇଗଲି। ମୁଁ ମଧ୍ୟ ତାଙ୍କୁ ଭଲ ଭାବରେ ଅଭିନନ୍ଦନ ଜଣାଇଲି ଯେ ତୁମେ ବାପା ହେଇଛ। ଏବେ ମୁଁ ଏକ ଉପହାର ଆଣିଛି ତୁମ ପାଇଁ। ସେ ଆଶ୍ଚର୍ଯ୍ୟ ହୋଇ ଉପହାର ନାମ ଶୁଣି ଟିକେ ରହିଗଲେ, କାରଣ ଆମ ବିବାହ ବାର୍ଷିକୀ ଦିନ ସେ ମୋତେ ଏକ ଆଶ୍ଚର୍ଯ୍ୟଜନକ ଉପହାର ଛାଡ଼ପତ୍ର କାଗଜ ଦେଇଥିଲେ। ଏବେ ମୁଁ ତାଙ୍କୁ କେଉଁ ଉପହାର ଦେଉଛି, ଏହା ଭାବି ସେ ଲଫାଫାଟି ଖୋଲି ତାଙ୍କ ସାମ୍ନାରେ ଯାହା ଦେଖିଲେ, ତାଙ୍କ ପାଦ ତଳୁ ଭୂମି ଖସିଗଲା। ଡିସେମ୍ବର ମାସର ଥଣ୍ଡା ଶୀତରେ ସେ ଝାଳରେ ଭିଜି ଯାଇଥିଲେ, କାରଣ ସେହି ଲଫାଫା ଭିତରେ ତାଙ୍କର ଡାକ୍ତରୀ ରିପୋର୍ଟ ଥିଲା। ସେଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ସେ କଦାପି ବାପା ହୋଇପାରିବେ ନାହିଁ। ସେ ତାଙ୍କ ପତ୍ନୀକୁ ଦେଖିବା ଆରମ୍ଭ କଲେ ଏବଂ ସବୁ କିଛି ସ୍ପଷ୍ଟ ହୋଇଯାଉଥିଲା। ମୁଁ ତାଙ୍କୁ କହିଲି ଯେ ବର୍ତ୍ତମାନ ତୁମକୁ ଦେଖିବାକୁ ପଡ଼ିବ ଯେ ତୁମେ ଅନ୍ୟର ପିଲା ଏବଂ ଅନ୍ୟର ରକ୍ତ ନିଜର କରିବାକୁ ଚାହୁଁଛ କି ନାହିଁ। ଏହା କହିକି ମୁଁ ସେଠାରୁ ଚାଲିଗଲି। ପରଦିନ ସେ ଏବଂ ତାଙ୍କ ମା ମୋ ଘରକୁ ଆସିଲେ ଏବଂ କହିଲେ ଯେ ଏଇ ରିପୋର୍ଟ କ'ଣ? ମୁଁ ତାଙ୍କୁ କହିଲି, ତୁମେ ମନେ ପକାଅ ଯେ ଆମେ ଦୁହିଁଙ୍କର ଡାକ୍ତରୀ ଯାଞ୍ଚ କରାଇଥିଲୁ। ତୁମର କିଛି କାମ ହେତୁ ତୁମେ ତୁମ ରିପୋର୍ଟ ଆଣିବାକୁ ଯାଇପାରିଲ ନାହିଁ। ତାପରେ ମୁଁ ଏକୁଟିଆ ଯାଇଥିଲି। ଏହା ଉପରେ ସୁୟେଶ କହିବା ଆରମ୍ଭ କଲେ ଯେ ହଁ ହଁ, ଏବଂ ତାପରେ ଘରକୁ ଆସିବା ପରେ ତୁମେ କହିଲ ଯେ ତୁମର କିଛି ଅସୁବିଧା ଅଛି। ତେବେ କାହିଁକି ମିଛ କହିଲ? ତୁମକୁ ଏତେ ସମସ୍ତ ଅପମାନ ଶୁଣିବାକୁ ପଡ଼ିଥିଲା। ତୁମେ ମିଛ କହିବାର ଆବଶ୍ୟକତା କ'ଣ? ମୁଁ କହିଲି, କାରଣ ମୁଁ ତୁମକୁ ଭଲ ପାଉଥିଲି। ମୁଁ ଅନୁଭବ କଲି ଯେ ଯେତେବେଳେ ତୁମେ ସତ୍ୟ ଜାଣିବାକୁ ଆସିବ, ତୁମେ ଏହି କଥାକୁ ସହିପାରିବ ନାହିଁ ଏବଂ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗିଯିବ। ମୁଁ ତୁମକୁ ଏହି ପରିସ୍ଥିତିରେ ଦେଖିପାରିନଥାନ୍ତି। ସୁୟେଶ କହିଲେ, ଯେତେବେଳେ ମୁଁ ତୁମକୁ ଛାଡ଼ପତ୍ର କାଗଜପତ୍ର ଆଣିକି ଦେଲି, କାହିଁକି ସେତେବେଳେ ସତ କହିଲନି? ସୁୟେଶ, ଏହା ମୋର ଦୋଷ ଯେ ମୁଁ ତୁମକୁ ବହୁତ ଭଲ ପାଉଥିଲି ଏବଂ ତୁମକୁ ବହୁତ ବିଶ୍ୱାସ କରିଥିଲି। ମୋତେ କହିଲ ଯେ ଯାହା ହେଉନା କାହିଁକି ମୁଁ ତୁମକୁ ଏକୁଟିଆ ଛାଡ଼ିପାରିବି ନାହିଁ। ଯେତେବେଳେ ପ୍ରେମ ହିଁ ନାହିଁ, ତେବେ ଏକାଠି ରହିଲେ କ'ଣ ଲାଭ? ମୋ ଶାଶୁ ମୋତେ କହିବା ଆରମ୍ଭ କଲେ ଯେ ଆମେ ଏକ ଭୁଲ କରିଛୁ। ବୋହୂ, ଦୟାକରି ଆମକୁ କ୍ଷମା କର। ଏସବୁ କିଛି ଭୁଲିଯା ଏବଂ ଆମ ସହିତ ଘରକୁ ଆସ। ତାପରେ ମୁଁ ତାଙ୍କୁ କହିଲି ଯେ ଏହା କ୍ଷମା କରିବା ନୁହେଁ, ଏହା ଆତ୍ମସମ୍ମାନର ବିଷୟ ଏବଂ ବର୍ତ୍ତମାନ ମୁଁ ଘରେ ରହିପାରିବି ନାହିଁ, ଯେଉଁଠି ମୋର ଏତେ ଅପମାନ ହେଇଛି। ଏସବୁ ଜାଣି ତୁମେ ଅନ୍ୟର ପିଲାକୁ ଗ୍ରହଣ କରିବ କି ନାହିଁ? କାରଣ ମୁଁ ଯେତେବେଳେ ତୁମକୁ କହିଥିଲି, ତୁମେ ସ୍ପଷ୍ଟ ଭାବରେ ମନା କରିଥିଲ ଏବଂ ଗୋଟିଏ କଥା ଦର୍ଶାଅ ଯେ ପୁରୁଷମାନେ ସର୍ବଦା ନିଜର କର୍ତ୍ତବ୍ୟକୁ ଅଧିକ ଭାବନ୍ତି।
ସେମାନେ ସର୍ବଦା ଜଣେ ନାରୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରନ୍ତି ଏବଂ ସେମାନେ ତାହା ଭୁଲି ଯାଆନ୍ତି ଯେ ଜଣେ ପୁରୁଷଙ୍କର ମଧ୍ୟ ଦୋଷ ରହିପାରେ ଏବଂ ଭବିଷ୍ୟତରେ ଏହିପରି ଲୋକମାନେ ଫାଶରେ ପଡ଼ିଯାଆନ୍ତି ଏବଂ ସତ୍ୟ ପ୍ରକାଶ ହେବା ବେଳକୁ ଏହି ପୁରୁଷ ପାଇଁ ବହୁତ ବିଳମ୍ବ ହୋଇଯାଇଥାଏ ନିଜର ଅହଙ୍କାର କାରଣରୁ। ମୋ କଥା ଶୁଣି ସେ ମନ ଦୁଃଖରେ ଫେରି ଆସିଲେ। ଜଣେ ନାରୀ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତି ଭୁଲିଯିବା ଉଚିତ ନୁହେଁ ଯେ ଭଗବାନ ତାଙ୍କ ପଛରେ ଅଛନ୍ତି। ବନ୍ଧୁଗଣ, ଜୀବନ ବଞ୍ଚିବା ସମୟରେ କାହାକୁ ଅନ୍ୟାୟ କରିବା ଉଚିତ ନୁହେଁ ଏବଂ ଯଦି ନିଜ ପ୍ରତି ଅନ୍ୟାୟ କରାଯାଏ ତେବେ ତାହା ମଧ୍ୟ ବରଦାସ୍ତ କରନ୍ତୁ ନାହିଁ। ବନ୍ଧୁଗଣ, ମୁଁ ଆଶା କରେ ଆପଣମାନେ ଏହି କାହାଣୀକୁ ପସନ୍ଦ କରିବେ ଆଉ ଆପଣଙ୍କର ମତାମତ ମନ୍ତବ୍ୟ ଦେଇ ଆମକୁ ଜଣାଇବେ ଏବଂ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।